ରାଜଯୋଗ ଧାରାବାହିକର ଆଜିର ଅଧ୍ୟାୟରେ ଆପଣମାନେ ଦେଖିବାକୁ ପାଇବେ କି ଦିୟାଙ୍କ ଦେହ ବହୁତ ଅସୁସ୍ଥ ଥିବ ଏବଂ ଆୟାନ ତାଙ୍କୁ ଆଣି ବେଡ଼୍ରେ ଶୁଆଇବେ ଏବଂ ଦିୟା କହିବେ, ଆୟାନ ତୁମେ ମୋ ପାଖ ଛାଡ଼ି କୁଆଡ଼େ ବି ଯାଅନି, ମୋ ପାଖରେ ରୁହ। ଏବଂ ଆୟାନ ତାଙ୍କ ମୁଣ୍ଡ ଆଉଁସି ଦେବେ ଆଉ ଦିୟା ଶୋଇପଡ଼ିବେ। ସେହି ସମୟରେ ଆୟାନ ସେ ରୁମ୍ରୁ ପଳାଇବେ। ତ ସେହି ସମୟରେ କେହି ଜଣେ ଅଜଣା ବ୍ୟକ୍ତି ଦିୟାଙ୍କ ରୁମ୍ରେ ପଶି ତକିଆ ଚାପି ଦିୟାଙ୍କୁ ମାରିବାକୁ ଚେଷ୍ଟା କରୁଥିବେ ଏବଂ ଦିୟାଙ୍କ ନିଶ୍ୱାସ ପ୍ରଶ୍ୱାସ ସବୁ ବନ୍ଦ ହୋଇଯାଇଥିବ। ଦିୟା ଅଚେତ ଭାବରେ ପଡ଼ିଥିବେ ଏବଂ ଆୟାନ ତେଲ ନେଇ ଆସିବେ ଏବଂ ଦେଖିବେ କି ଦିୟା ପୁରା ଅଚେତ ଅବସ୍ଥାରେ ଅଛନ୍ତି ଏବଂ ସେ ତାକୁ ମେଡ଼ିକାଲକୁ ନେଇଯିବେ। ତ ହଁ ଦର୍ଶକ ବନ୍ଧୁ, ସେଇ ଅଜଣା ବ୍ୟକ୍ତି ଜଣକ କିଏ, ଯିଏକି ହାତରେ କଡ଼ା ପିନ୍ଧିଛନ୍ତି? ଆପଣମାନେ ଆଗରୁ ବି ତାଙ୍କୁ ଦେଖିଥିବେ। ତ ସେଇ ଅଜଣା ବ୍ୟକ୍ତି ଜଣକ କିଏ ହେଇଥିବେ? ଜାଣିବା ପାଇଁ ହେଲେ ଭିଡ଼ିଓଟିକୁ ଲାଇକ୍, ସେୟାର, ସବସ୍କ୍ରାଇବ୍